କିନ୍ତୁ ରାଜନୀତିର ଅନ୍ୟ ନାମ ହେଲା ଷଡ଼ଯନ୍ତ୍ର। ଇଏ ଯେତେ ଷଡ଼ଯନ୍ତ୍ର ଭଲ କରିପାରେ ସେ ସେତେ ଉଠିପାରେ। ଏଇଟା କାହିଁକି ମୋତେ ଲାଗୁଛି ଯେତେବେଳେ ବାହାରିଗଲା ଯେ ସେ ଆତ୍ମହତ୍ୟା କରିଛି, ଏଥିପାଇଁ ଆପଣ କାହାକୁ ଦାୟୀ କରିବେ? ଯଦି ଗୋଟେ ମର୍ଡର ହେଇଥାନ୍ତା କି ଗୋଟେ କ'ଣ ଅପମୃତ୍ୟୁ ହେଇଥାନ୍ତା ସେମାନେ ଆପଣ ବ୍ଲେମ୍ କରିଥାନ୍ତେ। ମୋର କହିବାର କଥା, ଗୋଟେ ଅନୁଷ୍ଠାନଟେ ତିଆରି କରିବା ଭାରି କଷ୍ଟ, ଗଢ଼ିବା ଆହୁରି କଷ୍ଟ, ଭାଙ୍ଗିଦେବାଟା ଅତି ସହଜ। ଆପଣ ଧରାଯାଉ ଏଇ କଥା ଉପରେ ଗୋଟେ ଇସ୍ୟୁ ହେଇଯିବ, ଇସ୍ୟୁ ନାହିଁ ସେ ତିଆରି ହେଉଛି, କାରଣ ବର୍ତ୍ତମାନ ଜଣାପଡ଼ିଗଲାଣି। ଏଇସବୁ ଦୃଷ୍ଟିକୋଣ ଯଦି ଆପଣ ଦେଖିବେ, ମୋ ମତରେ ଏଇଟା ଗୋଟେ ବ୍ୟକ୍ତିଗତ ମତ, ଏଟାକୁ କେତେ ଲୋକ ଉପାସରେ ରହିବେ କହିଲେ ସେ ଚିନ୍ତା କଲେଣି କି? ୟାର ଏମ୍ପ୍ଲୟ ସଂଖ୍ୟା କେତେ? ତେଣୁ ଆମେ ଏତେ ଲୋକଙ୍କୁ ଚାକିରି ସରକାର ଦେବା ବି କଠିନ। ବ୍ୟକ୍ତିଗତ ସ୍ତରରେ ଜଣେ ଉଦ୍ୟମ କରି ଯଦି କରିପାରିବା, ଅନ୍ୟମାନେ ସାହାଯ୍ୟ କଲେ ଏଇଟା ଆମେ ସହଜ କରିବା ଉଚିତ। ତାପରେ ଆମ ଦେବତା ଜଗନ୍ନାଥ ଆଦିବାସୀର ଦେବତା, ସେ ସବୁ ଦେଖୁଛନ୍ତି ଏବଂ ଆଦିବାସୀମାନଙ୍କ ପାଇଁ ଯାହା କରାଯାଇଛି, ଯେଉଁ ଅବଦାନ ସବୁ ଅଛି, ସେଗୁଡ଼ା ଯଦି ଆପଣ ଦେଖିବେ, କେତେ ଆଦିବାସୀ ଛୁଆ ମଣିଷ ହେଇଛନ୍ତି। ଏଇ ଦିଗଗୁଡ଼ା କାହିଁ ମୋତେ ଭଲ ଲାଗୁନି। ନାଇଁ, ଗୋଟେ ଆପଣ ଦେଖନ୍ତୁ, ନୁହେଁ ଯେତେ ପିଲା ପଢ଼ୁଛନ୍ତି ବର୍ତ୍ତମାନ ସେମାନଙ୍କର ସବୁ ଟେନସନ୍ରେ ଥିବେ। ଏଇଟା ମନ ଦେଇଗଲା ଆମେ କ'ଣ ହେବ ଭବିଷ୍ୟତ, ସତ କଥା। ତେଣୁ ମୋ ମତରେ ଇଏ ଅନୁଷ୍ଠାନ ଟିକେ ବନ୍ଦ କରିପାରିବେ। ମୋତେ ଭଲ ଲାଗେ ଆପଣଙ୍କର ଏ ଅନୁଷ୍ଠାନଟା ଛୁଆ ବି ଭଲ କାମ କରୁଛି। ଏମାନଙ୍କୁ କେବେ ବ୍ଲେମ୍ କରିପାରିବେ ନାହିଁ। କ'ଣ ଏମିତି ଘଟଣା ଆଉ ବଡ଼ ବଡ଼ ଘଟଣା ଘଟୁଛି, କଲିକତାରେ ଯେଉଁ ଘଟଣା ଘଟିଗଲା, କ'ଣ ହେଲା? ବନ୍ଦ ଅନୁଷ୍ଠାନ ଚାଲିଛି ଏବେ। ତେଣୁ ଆମେ ଏଟାକୁ ଅତିରିକ୍ତ ମାତ୍ରାରେ ଯଦି ବଢ଼େଇବା ଆଗକୁ କଥାଟାକୁ, ଭଲ ହେବନି।